ଚାଲନ୍ତୁ ଆଜି ତିଆରି କରିବା ରଜ ସ୍ପେଶିଆଲ ପୋଡ଼ ପିଠା ଅତି ସହଜରେ କଡ଼େଇରେ ତିଆରି କରିବା। ତ ସେଇଥିପାଇଁ ମୁଁ ନେଇଯାଇଛି 1 କପ୍ ବିରି ଆଉ 2 କପ୍ ଚାଉଳ। ଯେତିକି ଆପଣ ବିରି ନେବେ ତାର ଡବଲ୍ ଚାଉଳ ନେବେ। ତାପରେ ତାକୁ ଟିକେ ପାଣିରେ ସୋକ୍ କରିକି ରଖିଦେବେ 5 ଆୱାର କିମ୍ବା ପୁରା ଦିନ ସାରା ରଖିନେବେ। ତାପରେ ତା ୱାଟରକୁ ବାହାର କରିକି ତାକୁ ଆମେ ଗ୍ରାଇଣ୍ଡିଙ୍ଗ ଜାରରେ ନେଇକି ଗ୍ରାଇଣ୍ଡ କରିନେବା। ତ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଚାଉଳ ଆଉ ବିରିକୁ ଅଲଗା ଅଲଗାରେ ଗ୍ରାଇଣ୍ଡ କରିବେ। ଗ୍ରାଇଣ୍ଡ କରିସାରିଲା ପରେ ସେ ଦୁଇଟାର ବ୍ୟାଟରକୁ ମିଶାଇ ଦେବେ। ତାକୁ 5 ମିନିଟ୍ କ୍ଲକୱାଇଜ୍ ଡାଇରେକ୍ସନରେ ଟିକେ ବ୍ୟାଟରକୁ ଫ୍ଲଫି ହେବା ପାଇଁ ବୋଲି ଟିକେ ବୁଲେଇ ଦେବେ ସ୍ପୁନ୍। ତାକୁ କଭର କରି ରଖିନେବେ। ତାପରେ ଗୋଟେ ନୂଆ ଆଉ ଗୋଟେ କଡ଼େଇ ନେବା, ଯେଉଁଥିରେ କି ଗୁଡ଼ ନେଇଯିବା। ଗୁଡ଼ ନେଲେ ବହୁତ ଟେଷ୍ଟି ହୁଏ, ଏହାର ପିଠାଟା ଭଲ ଟେଷ୍ଟି ହୁଏ। ଆପଣ ପାଖେ ଯଦି ଫ୍ରେଶ୍ କୋକୋନଟ୍ ଅଛି ତ ତାକୁ ଟିକେ ଗ୍ରେଟ୍ କରିଦେଇକି ଏଥିରେ ପକାଇବା। ଯଦି କୋକୋନଟ୍ ନାହିଁ ବି ଆପଣ ସ୍କିପ୍ କରିପାରିବେ। ଆଉ ଛେନା, ମୁଁ ଏଇ ଛେନାଟାକୁ ବନେଇଥିଲି କ୍ଷୀର ପ୍ୟାକେଟ୍ ଆଣିକି। ଆଉ ସେଥିରେ କିଛି ଡ୍ରାଏ ଫ୍ରୁଟ୍ସ ଆଡ଼୍ କରିନେବେ, ଯାହା ଡ୍ରାଏ ଫ୍ରୁଟ୍ସ ଅଛି। ଆଉ ଟିକେ ବ୍ଲାକ୍ ପେପର୍ ଆଉ ଅଳେଇଚ ଗୁଣ୍ଡ ପକାଇକି ସେପଟେ ବ୍ୟାଟରରେ କ'ଣ କରିବା ନା ଟିକେ ଅଦା ଆଉ ଟିକେ ତେଜପତ୍ର ଆଉ ଅଳେଇଚ ଗୁଣ୍ଡ ଆଉ ବ୍ଲାକ୍ ପେପର୍ ଗୁଣ୍ଡ ଆଉ ଲୁଣ, ଆଉ ଆପଣ ଏଥିରେ ଗ୍ରେଟେଡ୍ କୋକୋନଟ୍ ବି ଆଡ଼୍ କରିପାରିବେ। ତାପରେ ସେଟାକୁ ଭଲରେ ଟିକେ ଘାଣ୍ଟି ସାରିଲା ପରେ ସେଥିରେ ଆମେ ଯେଉଁ ବନେଇଥିଲେ ଗୁଡ଼ ବାଲା ସେଇଥିରେ ପକାଇଦେବା। ଆଉ ଗୋଟେ ନନ୍ଷ୍ଟିକ୍ କଡ଼େଇ ନେଇକି ସେଥିରେ ଟିକେ ଗୁଆ ଘିଅ ଲଗେଇକି ବ୍ୟାଟରକୁ ପକାଇକି ଆଉ ଏଇ ଯେଉଁ ଆଣ ଆମେ ବନେଇଥିଲେ ଏଇ ଯେଉଁ ପୁରଟା, ସେ ପୁରଟା ବି ପକାଇ ପାରିବେ। ଏଟ୍ ଏ ଟାଇମ୍ ସେଇଥିରେ ବି ଆପଣ ମିଶାଇ ପାରିବେ। ତ ମୁଁ ଏଇଟାକୁ ସୁନ୍ଦର କରି ସଜେଇ ଦେଲି। ଆଉ ମୋତେ ଏଇ ପିଠାଟା, ଏଇ ସାଇଜ୍ର ପିଠାଟା ମୋତେ ଆଟଲିଷ୍ଟ 20 ମିନିଟ୍ ଲାଗିଥିଲା। ଆପଣ ସାଇଜ୍ ଅଫ୍ ପିଠା ଉପରେ ଡିପେଣ୍ଡ କରେ। ତ ଭଲ ନନ୍ଷ୍ଟିକ୍ କଡ଼େଇଟେ ନେବେ, ଟିକେ ମୋଟା ସାଇଜ୍ର ନେଲେ ତଳେ ପୋଡ଼ିବାର ଚାନ୍ସେସ୍ କମ୍। ତାପରେ ହେଇଗଲା, ଗୋଟେ ଛୁରୀ ନେଇକି ସେଥିରେ ପକାଇକି ଦେଖିବା। ଯଦି ବ୍ୟାଟର ଛୁରୀରେ ଲାଗୁଛି ତ ଜାଣିବେ ଆହୁରି ଟିକେ ଟାଇମ୍ ବସିବ। ଯଦି ଲାଗୁନି, ଖାଲି ଆସୁଛି, ତାହେଲେ ଆପଣ ବନ୍ଦ କରିଦେବେ ଫ୍ଲେମ୍କୁ। ତାପରେ ଟିକେ ଟାଇମ୍ ଘୋଡ଼େଇକି ରଖିନେବେ, ସେ ପିଠାକୁ ସେଟ୍ ହେବାକୁ ଦେବେ। ତାପରେ ତାକୁ ଓଲଟେଇ ଦେବେ ଗୋଟେ ଅଲଗା ପ୍ଲେଟ୍ଟେ ନେଇକି। ଦେଖିବେ ଆମର ପୁରା ପୁରା ପିଠା ବନିକି ତିଆର ହେଇଗଲା। ତ ଏବେ ଖାଇବା ପାଇଁ ରେଡ଼ି ଅଛି। ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।